ମୁଁ ଗର୍ବ ଅନୁଭବ କରୁଛି ଯେଉଁମାନେ ମୋ ପାଇଁ କାମ କରୁଥିଲେ, ଆମେ ସାଙ୍ଗ ହେଇ କାମ କରୁଥିଲୁ। ସୁଭାଷ ତାବତୀରୁ ଆସି ଚେୟାରମ୍ୟାନ୍ ହେଇଛି ଏବଂ ଆମର ବିଜୁ ବାବୁ ଭକ୍ତଦା ବାବାଙ୍କର ସାଥୀ ପ୍ରମୋଦ ଦା, ତମେ ନ୍ୟୁଜ୍ରେ ଅଛ ଆଜିକାଲି, ଭଲ সোশিয়াল মিডিয়াରେ ଭଲ ଟାଇପ୍ ହେଇ ଫଟୋ ପଠେଇ ପଠଉଛି। ମୁଁ କର୍ପୋରେଟ୍ ନା କ'ଣ କରୁଛ? ଦାଦା ଏଠି ଆମ ବସିଛନ୍ତି, ଏଠି ଆମର ମ୍ୟାଡମ୍ ଆମର ପ୍ରେସିଡେଣ୍ଟ ଆରମ୍ଭ କରି ସମସ୍ତେ ବସିଛନ୍ତି, ସମସ୍ତଙ୍କୁ ସ୍ୱାଗତ। ଦାମବାବୁ ରହିବ ତଳେ, ଦାମବାବୁ ନିଜେ ବୁଝିପାରୁନି ତ କ'ଣ କ'ଣ ପୋଷ୍ଟିଂ କରିବ। ସମ୍ମୁଖରେ ବସିଥିବା ମୋର ବ୍ୟାସନଗର ସମସ୍ତ କର୍ମକର୍ତ୍ତା ବୃନ୍ଦ, କାଉନ୍ସିଲର ମାନେ ଏବଂ କୋରିରୁ ଆସିଥିବା ଚେୟାରମ୍ୟାନ୍, ଆମର ଯେଉଁମାନେ ସରପଞ୍ଚ ସମିତି ଏବଂ ମୁଖ୍ୟ କର୍ମୀମାନେ ସମସ୍ତଙ୍କୁ ସ୍ୱାଗତ। ଆମେ ଏଠି କୌଣସି ସଭା ସମିତି କରିବାକୁ ଚାହୁଁନଥିଲୁ, ଆମେ ଗୋଟେ ଗେଟ୍ ଟୁଗେଦର କରିବାକୁ ଚାହୁଁଥିଲୁ। ମୁଁ ଖାଲି ଶୁଣିଥିଲି ଯେ ଏଠି ଗୋଟେ ବଢିଆ ଜାଗା ଅଛି ବସିବା ପାଇଁ, ଏଠି ସନ୍ଧ୍ୟାବେଳେ କାଠପାଠ ନିଆଁ ଲାଗେ। ଏଠି ଯଦିଓ ସହରରେ ଅଛୁ କିନ୍ତୁ ଏଠି ଗୋଟେ ଗାଁର ଫିଲିଂଟା ଥାଏ, ସେଠିକି ଆସିବା ପାଇଁ ମୁଁ କହିଥିଲି। କିନ୍ତୁ ବିଜୟ ବାବୁଙ୍କର ଜୋସ୍ରେ ସେଟା ଗାଁ ଫିଲିଂ ରଖିଲାନି, ଏଟା ପୁରା ସହର କରିଦେଲା ଏବଂ ସମସ୍ତଙ୍କୁ ବସେଇଛି। ମା ମାନଙ୍କୁ ଆପଣମାନଙ୍କ ପାଇଁ କ୍ଷମା ପ୍ରାର୍ଥନା କରିବି, ଏଠି ଡେରିରେ ଆସିଲି। ଆପଣମାନେ ଯୋଉ ସଂଖ୍ୟାରେ ଆସି ବସିଛନ୍ତି ଏବଂ ଆଜି ଯୋଉ ପ୍ରୋଗ୍ରାମ ହଉଛି, ଏଟା ଆପଣମାନଙ୍କ ପାଇଁ, ଆମ ପାଇଁ ହେଇନି।